ଆପଣଙ୍କ କାମ ନୁହେଁ। ଦିଅନ୍ତୁ। ମୁଁ ଶିବାନୀ। ଏଥିରେ ଜଣେ ଅଜଣାର କ'ଣ ଅଛି? ଆଉ ଚିହ୍ନା ଅଚିହ୍ନାର କ'ଣ ଅଛି? ଆପଣ ଯେଉଁ କାମ କରୁଥିଲେ ସେ କାମ ଆପଣଙ୍କର ନୁହଁ। ସେ କାମ ହେଉଛି ଆପଣଙ୍କ ଝିଅର, ଆପଣଙ୍କ ବୋହୂର। ମୋ ବୋହୂ ବି ମୋର ସବୁ କାମ କରିଦିଏ, ସବୁ କାମ କରିଦିଏ ସେ। ହେଲେ ମାଉସୀ, ଆପଣଙ୍କର ବୋହୂ ଅଛନ୍ତି, ତାମାନେ ଆପଣଙ୍କର ପୁଅ ବି ଅଛନ୍ତି। ହେଲେ ପୁଅ ବୋହୂ ଥାଇକିରି ଆପଣ ଏଠି ଆନନ୍ଦ ବଜାରରେ ଥାଇ ଯଦି ଦିନ କାଟିବାକୁ ପଡେ। ମୁଁ କିଛି ବୁଝିପାରିଲିନି ମଉସା। ଆରେ ନିଜ ରକ୍ତ ଯଦି ସାତ ପର ଅଚିହ୍ନା ଅଜଣା ହେଇଯାଏ, ଆଉ କୋଳରେ ଧରିଥିବା କଣ୍ଢେଇଟା ଯଦି ରକ୍ତ ପିପାସୁ ହୋଇ ତଣ୍ଟିକୁ ଚାପୁଡ଼ି ଧରେ, ତାହେଲେ ଆମେ ଆଉ କ'ଣ କରିପାରିବୁ ରେ ମା? ଏବେ ମୁଁ ବୁଝିସାରିଛି ମଉସା। କୌଣସି ଏକ କାରଣରୁ ଆପଣଙ୍କ ପୁଅ ସହିତ ଆପଣଙ୍କର ଶତ୍ରୁତା ହେଇଛି, ଯୋଉଥିପାଇଁ ଆପଣଙ୍କ ପୁଅ ଆପଣଙ୍କ ପ୍ରତି ଅବହେଳା କରିଛନ୍ତି। ହେଲେ ମଉସା, ଆପଣଙ୍କ ବୋହୂ? ହରେ ମା, ଭାଗ୍ୟରେ ଥିଲେ ଏମିତିକା ବୋହୂଟିଏ ମିଳେ। କୋଉ ଜନ୍ମରେ କି ପୁଣ୍ୟ କରିଥିଲି କେଜାଣି, ଲକ୍ଷ୍ମୀ ପ୍ରତିଭାକୁ ମୁଁ ବୋହୂ ଭାବରେ ମୁଁ ପାଇଛି ରେ ମା। ହେଲେ ହେଲେ ମା, ଜାଣିଛୁ, ଆମରି ମାନଙ୍କ ପାଇଁ ମୋ ବୋହୂର ଆଜି ଏଇ ଅବସ୍ଥା। ଆମେ ଯଦି ସେଇ ଘରେ ଥାଆନ୍ତୁ, ତାହେଲେ ମୋ ବୋହୂଟାକୁ ବି ସେ ଘର ଛାଡ଼ିବାକୁ ପଡ଼ିଥାନ୍ତା ରେ ମା, ଛାଡ଼ିବାକୁ ପଡ଼ିଥାନ୍ତା। ମାଉସୀ, ମୋର ଯଦି ଘର ଥାନ୍ତା ମୁଁ ଆପଣଙ୍କୁ ମୋ ଘରକୁ ନେଇ ଯାଇଥାନ୍ତି। ହେଲେ ମୋର ତ ଫଟା କପାଳ, ମୁଁ ବା କ'ଣ କରିପାରିବି? ନା ଅଛି ଘର, ନା ଅଛି ଦ୍ୱାର। ଆଲୋ ମା, ମାନେ ଆମ ମାନଙ୍କର ଯୋଉ ଅବସ୍ଥା, ତୋର କ'ଣ ସେଇ ଅବସ୍ଥା ମା? ଆଲୋ ମା, ତୁ ତ ଶଙ୍ଖା ଚିହ୍ନ ପିନ୍ଧୁଛୁ। ଆଚ୍ଛା, ତୋ ସ୍ୱାମୀ ତ ନିଶ୍ଚୟ ଥିବ। ତା ମାନେ ତୋ ସ୍ୱାମୀ କ'ଣ? ଆପଣମାନେ ଯଦି କିଛି ଖରାପ ଭାବିବେନି, ମୁଁ ଏଇଠି ଗଛ ମୂଳେ ଆପଣଙ୍କ ପାଖରେ ରହିଯିବି। କ'ଣ କହିଲୁ? ତୁ ପୁଣି ଆମ ପାଖରେ ଗଛ ମୂଳେ ରହିବୁ? ହଁ ମଉସା। ମୋ ଅବସ୍ଥା ତ ଦେଖୁଛୁ, ମୋର ତ ଗୋଟେ ଗୋଡ଼ ଛୋଟା। ଆରେ ଏଥିପାଇଁ ତା ପାଇଁ ଔଷଧ ଟିକେ ଆଣିବି। ମୁଁ କୁଆଡ଼େ ଯାଇପାରୁନି, ତାକୁ ଘଣ୍ଟା ଛାଡ଼ିବି କୁଆଡ଼େ ଯାଇପାରୁନି। ଏଇ ଗଛ ମୂଳେ ରାତି ଦିନ ବସି ରହୁଛୁ। ଆଉ ବାଟରେ ଯିବା ଆସିବା ଲୋକ ସେ ଯାହା ନେଉଛନ୍ତି, ଆମେ ସେତିକ ଖାଇ ବଞ୍ଚି ରହିଛୁ। ମଉସା, ମୁଁ ଆପଣମାନଙ୍କ ପାଖରେ ରହିଲେ ଆପଣଙ୍କର କିଛି ଅସୁବିଧା ହବନି। ମୁଁ ଏଇ ଆଖପାଖ ଗାଁରେ କାମ କରି ମୁଁ ମାଉସୀଙ୍କ ମେଡ଼ିସିନ ବ୍ୟବସ୍ଥା କରିଦେବି। ଆମ 3 ଜଣଙ୍କ ପାଇଁ ଖାଇବାର ବ୍ୟବସ୍ଥା ବି କରିଦେବି। ଆଲୋ ମା, ତୁ ସତ କହିଲୁ? ତୁ କିଏ? ତୁ କାହିଁକି ଆମ ମାନଙ୍କ ପାଇଁ ତୁ ପର ଘରେ କାମ କରିବୁ ରେ ମା? ଆରେ ସତ କହ ମା, ତୁ କିଏ? ମାଉସୀ, ମୁଁ ଯଦି ଆପଣଙ୍କର ଝିଅ ନହେଇ ବୋହୂ ହେଇଥାନ୍ତି, ତାହେଲେ ଆପଣ କ'ଣ ମୋତେ ଏମିତି କହିପାରିଥାନ୍ତି? ଆରେ ହେଇ
ନିତ୍ୟାନ୍ତ ନୁହେଁ ମା ଆଜିଠାରୁ ତୁ ଆମ ଦୁଇ ଜଣଙ୍କର ହେଲୁ ଝିଅ। ପିଲାଟି ଦିନରୁ ବାପା ମାଙ୍କୁ ହରାଇଛି, ଆଉ ଯିଏ ମତେ ଛୋଟରୁ ବଡ଼ କରିଥିଲେ ସିଏ ବି ସବୁଦିନ ପାଇଁ ମତେ ଛାଡ଼ି ଚାଲିଗଲେ। ଆପଣ ଦି ଜଣଙ୍କୁ ଦେଖିଲା ପରେ ମତେ କାହିଁକି ଆପଣମାନେ ଭାରି ନିଜର ଲାଗୁଛନ୍ତି। ଆପଣ ଦି ଜଣଙ୍କୁ ଦେଖିଲା ପରେ ମତେ ଭାରି ଖୁସି ଲାଗୁଛି। ହେ ମା ଆରେ ଆମର ବି ଘର ଦ୍ୱାର ଅଛି ରେ, ଆମ ଘର ଦ୍ୱାର ଅଛି, ପୁରୁଣା ଆଜବେଷ୍ଟ ଘର, ହେଲେ ବି ମୁଣ୍ଡ ଗୁଞ୍ଜିବା ପାଇଁ ଅସୁବିଧା ହବନି ରେ ମା। ତାହେଲେ ଚାଲୁନାହାନ୍ତି ମଉସା, ଖାଲି ଘର ଖଣ୍ଡିଆ ହେଇଗଲେ ମୁଁ ସବୁ ବ୍ୟବସ୍ଥା କରିଦେବି। ନାଇଁ ରେ ମା, ଆମେ ସେ ଘରକୁ ଯିବୁନି, କାହିଁକି ନା ସେ ଘରକୁ ଯିବା ପାଇଁ ଆମର ଜମା ବି ଇଚ୍ଛା ନାହିଁ। ଆମେ ସେ ଘରକୁ ଯିବୁନି ରେ ମା, ଆମେ ଯିବୁନି। ମୁଁ ଆପଣଙ୍କ କଥା ବୁଝୁଛି ମାଉସୀ, ହେଲେ ମୁଁ ସେ ଘରକୁ ଗଲେ ଦେଖିବି କିଛି ଅସୁବିଧା ହବନି, ସବୁ କିଛି ଠିକ ହେଇଯିବ। ଚାଲ ମାଉସୀ ଚାଲ, ଆସ ମଉସା ଘରକୁ ଯିବା। ଆରେ ମା ଏତେ ସବୁ ଘଟଣା ଘଟି ସାରିଲା ପରେ, ସବୁ ଜାଣି ସାରିଲା ପରେ ତୁ ପୁଣି ମତେ ମଉସା ବୋଲି ଡାକୁଛୁ। ଆରେ ଘରୁଟିଏ ବାପା ବୋଲି ଡାକି ପାରୁନୁ। ବାପା